এটা প্রকৃতরে বিভিন্ন বারু নবনির্বাচিত যে কর্মকর্তা সেমানଙ୍କର মূলত সমর্থনা কার্যক্রম ଥିଲା। এ ভিতরে নিখিল ওড়িশা ওকিল সংঘ ভিন্ন কারণରୁ দুই ভাগ ହେଇଯାଇଛି। অল ওড়িশা লୟର୍ସ ଆସୋସିଏସନର ଗୋଟିଏ ଅଂଶର ଆନୁଆଲ କନଫରେନ୍ସ ଭଞ୍ଜନଗରରେ ହେଇଥିଲା। ଆଉ ଗୋଟିଏ ଆସୋସିଏସନର ବାର୍ଷିକ ଉତ୍ସବ ମାଲକାନଗିରିରେ ହେଇଥିଲା। ସେ ଉଭୟଙ୍କ ସାଙ୍ଗରେ ମୁଁ ସମ୍ପର୍କରେ ଅଛି। ସେ ଦୁହେଁ ବର୍ତ୍ତମାନ ହୃଦୟଙ୍ଗମ କରୁଛନ୍ତି ଯେ ସେମାନଙ୍କ ଭିତରେ ମତ ପାର୍ଥକ୍ୟ ଏବଂ ମନୋମାଳିନ୍ୟକୁ ଦୂର କରିକି ଓଡ଼ିଶାରେ ଏକମାତ୍ର ଅଲ୍ ଓଡ଼ିଶା ଲୋୟର ଆସୋସିଏସନ ହେବା କଥା। ସେ ଦିଗରେ ଉଭୟ ଆସୋସିଏସନ ସାଙ୍ଗରେ ମୁଁ ସମ୍ପର୍କରେ ଅଛି ଏବଂ ଆକୁ ମଧ୍ୟ ବାର୍ତ୍ତାଳାପ କରିବି। ଓକିଲ ପେଶା ଏକ ମହତ ପେଶା, ତେଣୁ ଯେଉଁ ସମସ୍ୟା ମାନେ ଓକିଲମାନଙ୍କର ଅଛି ସେଥିରେ ସେମାନଙ୍କର ହେଲ୍ଥ ଇନ୍ସୁରାନ୍ସ କଥା ସେମାନେ ଉଲ୍ଲେଖ କରୁଥିଲେ। ଏଠି ଲୟର୍ସ ଏକାଡେମୀ ଯାହା ପାଇଁ ଜମି ରାଜସ୍ୱ ବିଭାଗ ଦେଇସାରିଛି ତାର ନିର୍ମାଣ କଥା ମଧ୍ୟ ଆଲୋଚନା ହୋଇଛି। ଏଠି ଭୁବନେଶ୍ୱରରେ ଅଲ୍ ଓଡ଼ିଶା ଲୋୟର ଆସୋସିଏସନର କାର୍ଯ୍ୟାଳୟ ଭୁବନେଶ୍ୱରରେ କରିବା ପାଇଁ ମଧ୍ୟ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି। ତାର ବାହାରେ ଯେଉଁମାନେ ଯୁବ ଓକିଲ ନୂଆ ନୂଆ କରି ପେଶାକୁ ଆସୁଛନ୍ତି ସେମାନଙ୍କର କେମିତି ଶିକ୍ଷାର ମାନ ଏବଂ ଟ୍ରେନିଂର ମାନ ବଢ଼ିପାରିବ ଏବଂ ସେମାନଙ୍କର ଆର୍ଥିକ ସ୍ୱଚ୍ଛଳତା କେମିତି ହୋଇପାରିବ ସେ ବାବଦରେ ମଧ୍ୟ ଗୁଡ଼ିଏ ପ୍ରସ୍ତାବ ଆସିଛି। ଓକିଲ ସମାଜର ଏକ ଅବିଚ୍ଛେଦ ଅଙ୍କ। ଜଜ୍ ଏବଂ ଓକିଲ ଦୁହେଁ ଇକ୍ୱାଲ ପାର୍ଟନର ନ୍ୟାୟ ପ୍ରଦାନ କରିବାରେ। ତେଣୁ ଆଗାମୀ ଦିନରେ ଓକିଲ ସମୂହର ସମସ୍ୟାର ସମାଧାନ କରିବାର ସାଙ୍ଗରେ ସାଙ୍ଗରେ ଓକିଲାତି ବୃତ୍ତିକୁ ଆହୁରି କେମିତି ଆମେ ଲୋକାଭିମୁଖୀ କରିପାରିବୁ, ଓକିଲମାନଙ୍କର ପରାମର୍ଶ ଗ୍ରହଣ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ଏବଂ ଓକିଲମାନଙ୍କ ଭିତରେ କେମିତି ଆହୁରି ସମ୍ପର୍କ ନିବିଡ଼ ହୋଇପାରିବ, ଗୁଡ଼ିଏ ଆଇନର କେମିତି ଆବଶ୍ୟକୀୟ ସଂଶୋଧନ ହୋଇପାରିବ। ମୂଳତଃ ରାଜସ୍ୱ ବିଭାଗର ଗୁଡ଼ିଏ ସଂଶୋଧନ ଆମେ କଲୁଣି, ଆହୁରି ସଂଶୋଧନର ଯାହା ଆବଶ୍ୟକତା ଅଛି ସେମାନଙ୍କର ମଧ୍ୟ ପରାମର୍ଶ ମୁଁ ଲୋଡ଼ିଛି। ଓକିଲ ସମୂହ ନୂଆ ଓଡ଼ିଶା ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କର ଯେଉଁ ସଂକଳ୍ପ ସେଥିରେ ସେମାନଙ୍କର ମଧ୍ୟ ସହଭାଗିତା ପାଇଁ ନିବେଦନ କରିଛି। ନାଇଁ ଗୋଟେ ମୋବାଇଲ ଆପ୍ ଆମେ ପ୍ରସ୍ତୁତ କରି ସାରିଛୁ ରାଜସ୍ୱ ବିଭାଗରେ। ଯେଉଁ ଆବେଦନ ଆଜିକାଲି ଅନଲାଇନରେ କରୁଛନ୍ତି, କାଷ୍ଟ ସାର୍ଟିଫିକେଟ୍ ଅନଲାଇନରେ ଆବେଦନ କରୁଛନ୍ତି, ଇନକମ୍ ସାର୍ଟିଫିକେଟ୍ ଅନଲାଇନରେ ଆବେଦନ କରୁଛନ୍ତି ଏବଂ ବାକି ଗୁଡ଼ିଏ ରାଜସ୍ୱ ସେବା ଯେଉଁଟା ଅନଲାଇନରେ ଆବେଦନ କରୁଛନ୍ତି ତାର ଟାଇମ୍ ଲାଇନ୍ ମଧ୍ୟ ଅଛି। ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କେଉଁ ସାର୍ଟିଫିକେଟ୍ କେତେ ଦିନ ଭିତରେ ଦେବେ। ଏବେ ନୂଆ ଯେଉଁ ମୋବାଇଲ ଆପ୍ କରୁଛୁ ଘରେ ଥାଇକରି ଆପଣଙ୍କର ସେବା କେନ୍ଦ୍ରକୁ ମଧ୍ୟ ଯିବାକୁ ପଡ଼ିବନି। ଘରେ ଥାଇକରି ମୋବାଇଲରେ ସେମାନେ ଆବେଦନ କରିବେ। ଯେଉଁ ଶୁଳ୍କ ଦେବା ପାଇଁ ଚାହିଁବି ଆବଶ୍ୟକ ପଡ଼େ ସେଇଟା ମଧ୍ୟ ମୋବାଇଲ ମାଧ୍ୟମରେ ଦେଇପାରିବେ ଏବଂ ରାଜସ୍ୱ ବିଭାଗ ସେ ସେବାକୁ ପ୍ରସ୍ତୁତ କରିକରି ସେ ସାର୍ଟିଫିକେଟ୍କୁ ପ୍ରସ୍ତୁତ କରିକରି ସେ ତାର ପୋର୍ଟାଲରେ ଅପଲୋଡ୍ କରିବ। ମୋବାଇଲ ଯେ ଆବେଦନ କରିଥିବ ସେ ମୋବାଇଲରେ ଡାଉନଲୋଡ୍ କରିକି ତାର ପ୍ରିଣ୍ଟ ଆଉଟ୍ ବାହାର କରିପାରିବ। ତେଣୁ ମୂଳତଃ ବିଷୟ ହେଉଛି ଯେ ଛୋଟ ଛୋଟ କାମ ପାଇଁ ରାଜସ୍ୱ ବିଭାଗକୁ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ, ଘରେ ବସିକି ରାଜସ୍ୱ ସେବା ମିଳିବ। ରାଜସ୍ୱ ଭବନ କରିବା ପାଇଁ ମଧ୍ୟ ଗୋଟେ ନିଷ୍ପତ୍ତି, ଦୁଇଟା ଭବନ ହେବା ପାଇଁ ଯାଉଛି। ଗୋଟିଏ ହେବ ଭୁବନେଶ୍ୱରରେ ରାଜସ୍ୱ ଭବନ ହେବ ଏବଂ ରାଜସ୍ୱ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଅଧିକାରୀ ରାଜସ୍ୱ ଭବନ ସାଙ୍ଗରେ 24 ଘଣ୍ଟା ଅନଲାଇନରେ ଯୋଡ଼ି ହେବେ। ଆଉ ଗୋଟେ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ମଧ୍ୟ ଆମେ ଗୋଟେ ଭବନ ଆଧୁନିକ ଭବନ କରିବା ପାଇଁ ଯାଉଛୁ ଏବଂ ଭାରତବର୍ଷର ସର୍ବଶ୍ରେଷ୍ଠ ଭବନ ହେବ ଯେଉଁ ଭବନରେ ଏବେ ଯେମିତି ବିପର୍ଯ୍ୟୟ ସମୟରେ କାମ କରିବା ପାଇଁ ଆବଶ୍ୟକ ଥିବା ବିଭାଗମାନେ ଭିନ୍ନ ଭିନ୍ନ ଜାଗାରେ ରହୁଛନ୍ତି ସେସବୁ ଗୋଟିଏ ଜାଗାରେ ରହିବେ। ଆପଣଙ୍କର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ, ODRF, NDRF, ତାର ସାଙ୍ଗରେ ସାଙ୍ଗରେ ଆପଣଙ୍କର ଅଗ୍ନିସେବା ଅଧିକାରୀ ମାନେ ଯେଉଁମାନେ କାମ କରନ୍ତି, ଯେଉଁ ଡିପାର୍ଟମେଣ୍ଟ କାମ କରନ୍ତି
गोटे जगार गोटे स्थान में विपर्य परिचालना भवन निर्माण कर भितर संपर्कटा निबिड़ हो पार एवं कंट्रोल रूम रे समस्ते रही पारे विपर्य समय एका सागर मिसिक विपर्य को सामना आम समाधान कर नहीं ये बहुत लोक मैंने आउट बहुत जन भुवनेश्वर को आसती स्वास्थ्य सेवा पाइबापी बहुत जन ये शिक्षा लाभ करने आसती बापा माँ मैंने मझे भेट करने को आसती राज्य सरकार सेवा पाइबापी बहुत जन भुवनेश्वर आसती विभिन्न जिलार एवं रहिबार भारी असुविधा हुए एवं घरे आपणकर होटेल रहिले बहुत खर्चांत होगापी पड़ता है एवं राज्य सरकार चिंता कर 30टा जिलार भवन हम से जिलार आदिवासी माने भुवनेश्वर कौन कारण आसिले तांकर भवन रे रही पारिबे प्रत्येक भवन रे 100टा लेखा कोठी करिवार प्रस्ताव अछि एवं 30टा भवन कहले 300 कोठरी विशिष्ट 30टा जिला भवन भुवनेश्वर निर्माण होवार प्रस्ताव आम आपको कार्यकारी करने जाऊ नहीं देयमुक्त कौन जिन हुए नहीं सब देययुक्त हुए किंतु साधारण लोक जितकी दे पार से समय आसी ना थे भवन निर्माण हो जाऊ एवं तार देय कौन हम केते उचित से बाबद चर्चा हो आरंभ होनी आप शेष हबार कथा पचार जी हारला समस्ते अभियोग करती तुम एजेंट मैंने कौन करते अच्छा जो कांग्रेस ही जदि मैनिपुलेशन करी केंद्र सरकार निर्वाचन माने जिणुछि ताहले तेलंगाना रे कांग्रेस सरकार हला किमिति हला विभिन्न जगह बीजेपी हारुची किमिति होउची कथा होउची राहुल गांधी को कथा आपण पचारुचंती कांग्रेस की अभियोग करिछि देखो गोटे कथा आप जानी था हारिबा लोकर 100टा बाहाना जदि हारिबार कारण कांग्रेस पार्टी जानी पारंता बोले जितबार रास्ताटा से दिशंता गोटे जिनस भल जे से कारण जानी पारना न जानिबाटा भल विजु जनता दल ओडिशा सरकार थिला गोटे सांसद जीतिले 20टा बीजेपी गोटे कांग्रेस जदि मैनिपुलेशन होता ताहले तो जो कंपनी प्रकृत ईवीएम मेसीन दौची से कंपनी मालिक प्रधानमंत्री ही